ଜୟ ଜଗନ୍ନାଥ ସାଙ୍ଗମାନେ। ଫରେଷ୍ଟର ଏଲ୍ଆଇର ପିଲାମାନେ ଯେଉଁମାନେ ଅଦର ୟୁଟ୍ୟୁବର ବା ଅନ୍ୟ କାଠ ଶୁଣିକି ପ୍ୟାନିକ୍ ହେଉଛନ୍ତି ଯେ ଆମର ଫିଜିକାଲି ଆହୁରି 6 ମାସ ଡିଲେ ହେଇଯିବ କି କ୍ୟାନସେଲ୍ ହେଇଯିବ କି କ'ଣ ହେଇଯିବ, ତ ସେଇ ଜିନିଷ ପ୍ରତି କିଛି ଆପଣମାନେ ଟୋଟାଲି ଧ୍ୟାନ ଦିଅନ୍ତୁ ନାହିଁ। ଆପଣଙ୍କର କିଛି ବି ହେବାର ନାହିଁ। ଆପଣଙ୍କର ଫିଜିକାଲ ବହୁତ ଜଲ୍ଦି କଣ୍ଡକ୍ଟ ହେବାକୁ ଯାଉଛି, ଯେଉଁଟାକି ଆପଣ ଜାନୁଆରୀ ମାସରେ ଆପଣ ଫିଜିକାଲ କଣ୍ଡକ୍ଟ ହେବାକୁ ଯାଉଛି। ତ ସେ ରିଗାର୍ଡ଼ିଂ ଆପଣଙ୍କର ଯେଉଁ ନୋଟିଫିକେସନ୍ ଆପଣଙ୍କର ଏଇ ଡିସେମ୍ବର ଲାଷ୍ଟ ୱିକ୍ ସୁଦ୍ଧା କିମ୍ବା ମ୍ୟାକ୍ସିମମ୍ ଜାନୁଆରୀ ଫାର୍ଷ୍ଟ ୱିକ୍ ସୁଦ୍ଧା ଆପଣଙ୍କୁ ଦେଖିବାକୁ ମିଳିବ। ଆପଣମାନେ ଆପଣଙ୍କର ଫିଜିକାଲ ଜାରି ରଖିଥାନ୍ତୁ, କାରଣ 25 କିଲୋମିଟର ଏଇଟା ଗୋଟେ ଛୋଟ କଥା ନାହିଁ। 4 ଘଣ୍ଟାରେ କଭର କରିବାଟା ଏଇଟା ଗୋଟେ କାରଣ ହାଫ୍ ମାରାଥନ ଭଳିଆ। ତ ସେଥିପାଇଁ ଆପଣ ଏବେଠୁ ଯଦି ପ୍ରାକ୍ଟିସ୍ କରୁଥିବେ ତ ସେ ଅନୁସାରେ ଆପଣଙ୍କୁ ହେଇଯିବ, କାରଣ ଆପଣଙ୍କ ହାତରେ ଆଉ ବହୁତ ଟାଇମ୍ ବି ନାହିଁ। ଆପଣମାନେ ଯେତେ ଜଲ୍ଦି ପ୍ରାକ୍ଟିସ୍ କରିବେ ସେତେ ଜଲ୍ଦି ଆପଣମାନଙ୍କ ପାଇଁ ମାନେ ଭଲ। ଇଲେକ୍ଟେଡ୍ ପିଲାମାନେ ଯେଉଁ 19 ତାରିଖ ଷ୍ଟ୍ରାଇକ୍ କରିଥିଲେ ତ ତାର ପଜିଟିଭ୍ ରେସ୍ପନ୍ସ ରହିଛି। ତ ଆପଣଙ୍କ ଫିଜିକାଲ ବହୁତ ଜଲ୍ଦି କଣ୍ଡକ୍ଟ ହେବ। ତ ଆପଣ ଫିଜିକାଲ ପାଇଁ ଧ୍ୟାନ ଦିଅନ୍ତୁ। ଯେଉଁମାନଙ୍କର ର୍ୟାଙ୍କ ଟିକେ କମ୍ ଅଛି ତ ସେମାନେ ଭାବୁଛନ୍ତି କି ଯେଉଁ ମୋର ହେବନି, ତ ସେ ଜିନିଷ ଆପଣମାନେ ମନ ଟୋଟାଲି ଛାଡ଼ି ଦିଅନ୍ତୁ। ଆପଣଙ୍କର ହେବାର ବହୁତ ଚାନ୍ସ ଅଛି, କାରଣ ଏଥିରେ ବହୁତ ପିଲା କଟିବେ। ଆଉ ଏଥିରେ ଟୋଟାଲି ଯେଉଁମାନେ ଜୁନିୟର ଟିଚର କରିଥିଲେ ସେମାନେ ବି ଅଛନ୍ତି, ଯେଉଁମାନେ ଚେଷ୍ଟ ହାଇଟ୍ରେ ବହୁତ ପିଲା ଏଥିରେ କଟିଯିବେ, ରନିଂରେ ବହୁତ ପିଲା କଟିଯିବେ। ଆଉ କିଛି ପିଲା ଯେଉଁମାନେ ଜବ୍ରେ ରହିକି ଅଦର ଜବ୍ରେ ଯେଉଁମାନେ ଭଲ ଜବ୍ ଫରେଷ୍ଟ LS ପାଇଁ ଜଗିଛନ୍ତି, ତ ସେଥିରେ ଯଦି ନ ମିଳିଲା ବି ସେଥିରେ ବହୁତ ପିଲା କଟିଯିବେ। ପ୍ଲସ୍ ଅଦର ବି ଅଛନ୍ତି ଯେଉଁମାନେ ପୂର୍ବରୁ ଯେଉଁମାନେ ଫରେଷ୍ଟ ଗାର୍ଡ଼ ଥିଲେ, ତ ସେମାନେ ବି ମଧ୍ୟ ଆପ୍ଲାଏ କରିଛନ୍ତି। ତ ସେମାନଙ୍କର ଯଦି ଫରେଷ୍ଟ ନ ମିଳିଲା ତ ସେମାନେ ମଧ୍ୟ ଏଇଟା ଫରେଷ୍ଟ ଗାର୍ଡ଼ ମଧ୍ୟ କରିବେନି। ତ ସେଥିପାଇଁ ଆପଣମାନେ ଟୋଟାଲି କିଛି ନ ଭାବି ଆପଣମାନେ ଆପଣଙ୍କର ଫିଜିକାଲ କରୁଥାନ୍ତୁ। ଏହାରି କଥାକୁ ଆପଣମାନେ ଟୋଟାଲି ଶୁଣନ୍ତୁ ନାହିଁ, କାରଣ ଆପଣଙ୍କ ହାତରେ ଆଉ ବେଶୀ ଟାଇମ୍ ନାହିଁ। ଯଦି ଆପଣ ଏବେଠୁ ଆପଣ ଫିଜିକାଲ ପ୍ରାକ୍ଟିସ୍ ନ କରୁଥିବେ ତ ସେତେବେଳେ ଆପଣ 25 କିଲୋମିଟର କରିବାଟା ବହୁତ ମୁସ୍କିଲ ହେଇଯିବ। ସେଥିପାଇଁ ଆପଣ ଏବେଠୁ ପ୍ରାକ୍ଟିସ୍ କରିବା ଜାରି ରଖିଥାନ୍ତୁ। ଆପଣ ଯଦି ଏବେଠୁ ପ୍ରାକ୍ଟିସ୍ ନ କରିବେ ତ ସାଙ୍ଗେ ସାଙ୍ଗେ କରିବେ, ସେତେବେଳେ ଆପଣଙ୍କର ନି ପେନ୍, ବ୍ୟାକ୍ ପେନ୍, ତ ଗୋଡ଼ରେ ଫୋଟକା ହେବା ଏଇସବୁ ଜିନିଷ ମେ ବି ପୁଣି ବାହାରିପାରେ। ତ ସେଥିପାଇଁ ଆପଣମାନେ ଏବେଠୁ ପ୍ରାକ୍ଟିସ୍ ଜାରି ରଖିଥାନ୍ତୁ।